ଫଳାଫଳ ପୂର୍ବରୁ ତାରାଙ୍କ ବଡ଼ ବୟାନ କହିଲେ 9ରୁ 90 ହୋଇ ନ ପାରେ କିନ୍ତୁ 2019 ଅପେକ୍ଷା ଭଲ ପ୍ରଦର୍ଶନ କରିଛି କଂଗ୍ରେସ। ଜାତୀୟ ଗଣମାଧ୍ୟମର ବୁଥ୍ ବାହୁଡ଼ା ମତକୁ ନେଇ ଜୋରଦାର ଚର୍ଚ୍ଚା ଭିତରେ ଓଡ଼ିଶାରେ କଂଗ୍ରେସ ବିଧାୟକ ତାରା ବାହିନୀ ପର୍ତ୍ତି ଦେଇଛନ୍ତି ବଡ଼ ବୟାନ। ତାରା କହିଛନ୍ତି ରାଜ୍ୟରେ ଏଥର କଂଗ୍ରେସର 9ରୁ 90 ନ ହୋଇପାରେ କିନ୍ତୁ ଦଳ ଭଲ ପ୍ରଦର୍ଶନ କରିବ। କୋରାପୁଟରେ କଂଗ୍ରେସ ସାଂସଦ ନିଶ୍ଚିତ ଜିତିବେ। ସମସ୍ତ କଂଗ୍ରେସ କର୍ମୀ ଓ ନେତା ତାଙ୍କୁ ସହଯୋଗ କରିଛନ୍ତି। ସେହିଭଳି ବୁଥ୍ ବାହୁଡ଼ା ମତକୁ ନେଇ ତାରା କହିଛନ୍ତି ଉଭୟ ବିଜେଡି ଓ ବିଜେପି ନିଜ ନିଜ କଥା କହୁଛନ୍ତି କିନ୍ତୁ ଚଳିତ ନିର୍ବାଚନରେ କଂଗ୍ରେସ କମଜୋର ହୋଇନି ବରଂ ଭଲ ପ୍ରଦର୍ଶନ କରିଛି। 2019 ଅପେକ୍ଷା ଏଥର କଂଗ୍ରେସ ଭଲ ପ୍ରଦର୍ଶନ କରିବ। ଚଳିତ ନିର୍ବାଚନରେ ସରକାରୀ କଳ ବାହୁବଳର ବ୍ୟବହାର ବହୁଳ ମାତ୍ରାରେ ହୋଇଛି। ଏହାସହ ତାରାବାହିନୀ ପତି କହିଛନ୍ତି ଏକ୍ଜିଟ୍ ପୋଲରେ ଯେଉଁ ଫଳାଫଳ ଦେଖାଯାଉଛି ତାହା ସମ୍ପୂର୍ଣ୍ଣ ମିଥ୍ୟା। କେନ୍ଦ୍ରରେ ଚଳିତ ନିର୍ବାଚନରେ 290ରୁ 295 ଆସନ ହାତେଇବ ଇଣ୍ଡିଆ ମେଣ୍ଟ, ଯେଉଁଥିରେ 290-295 ଆସନ ହାତେଇବ ଇଣ୍ଡିଆ ମେଣ୍ଟ, ଯେଉଁଥିରେ ଓଡ଼ିଶାର 4ରୁ 5 ସାଂସଦ ପାଇବେ କଂଗ୍ରେସ। ରିପୋର୍ଟ ଭଞ୍ଜଦତ୍ତ ନ୍ୟୁଜ୍।